ଆସିନଥିଲେ टूर पे आसु कोन हैला कोन सुनबा भाई जाऊ ଆପଣ ଏଠି ହିନ୍ଦୁ ଧର୍ମକୁ ଖ୍ରୀଷ୍ଟିଆନ ଧର୍ମ କରିବା ପାଇଁ ଆସିଥିଲେ ଆମେ ଶୁଣିବାକୁ ପାଇଲୁ। की कहला आमे जियो माने आपन को परिवर्तन करबो ପରିବର୍ତ୍ତନ କରିବା ପାଇଁ ଆସିଛୁ ଆମେ जियो माने करबे आपन ही जिवे ନା ଆମେ କାହିଁ ହେଇଛୁ ଏଠି ଆପଣଙ୍କ ଝିଅ ଗୋଟେ ଆରେଷ୍ଟ ହେଇଛନ୍ତି सेंती किछि नै आपन जो बाबू भाई बोल एटा किछि नै सब अछि पुलिस आसिले ऑटोमेटिक कबाट खुली हैला ଆପଣ पुलिस आसु छथि तो आज्ञा आमे तो देखलो डाकी दियंतु पुलिस मैडम जियो ଠିକ ଅଛି ଡାକି ଦେଉଛୁ ଆମେ ଡାକି ଦେଉଛୁ ଆପଣଙ୍କର ଯୋଉ କହିଲେ ଆପଣ ଯୋଉ କଲେଜ ଆସିଛନ୍ତି ବୋଲି ଏକ୍ଜାମ ଥିଲା ବୋଲି आमे कॉलेज करबा जियो माने आमे कॉलेज करबा जियो माने जा आपण निजे गूगल रे मारंतु मोर रोल नंबर दउची हां धर्म परिवर्तन पई गोटे धर्म परिवर्तन के करी आसे नै तो धर्म परिवर्तन करला पर दिसुची मोर जणा पड़ते धर्म परिवर्तन करे आपण जा गोटे कथा पचारिलु मु तो नाही कहली सेंती परिवर्तन जिंस पे आमे आसेनु आमे आपण को काम रे आसे ना आमे निजे पर्सनल काम पे आसे आपण कहला बेले एमजी आंगुठी एटा टिके आरंभ कोन कहू तमे आपण तो नाम कोन मोरा रोहित रोहित एमिति कथा नाही कहउछन तमे केमते देखो सुनो मते एमिति आपण जियो से तो सेंती तमे केमते कथा हां रेस्पेक्ट आपण कोऑपरेट हम कोऑपरेट आपण से तो भलो कथा से भाई भीतर थाई कि मते काई कि आंगुठी देख ନା ନା ଆଗୁଡ ଧରିଲେ ଆପଣ କୋऑପରେଟ ଆପଣ ଲାଗିଥିବ ଯେ ଆଗୁଡ ଧରିଲେ ଆପଣ କୋऑପରେଟ ଆପଣ କୋऑପରେଟ ଆମେ ଆମ ଦେଶ ଶାନ୍ତି ପାଇଁ देश शांति में भूमि दे ହଁ देश शांति में भूमि दे कौन से ट्रेंड कौन ଏ ଶାନ୍ତି ପାଇଁ କି देश शांति देश शांति भूमि दे देश शांति ଆମେ ସମସ୍ତେ ମିଳିତ ହେଇକି ଆମେ କରୁଥିଲୁ ସମସ୍ତେ ମିଳିତ ହେଇକି ପନ୍ଦର ଷୋହଳ ଜଣ ଆମର ଦେଶ ଶାନ୍ତି ପାଇଁ କେବଳ ହଁ ଯୋଉଠି କଲେ କଣ ଅଛି ହଁ ଖ୍ରୀଷ୍ଟିଆନ କନଭର୍ସନ ହଉଛି ତ ଖବର ପାଇଲା ପରେ ଆମେ ଆସି ପହଞ୍ଚିଲୁ ଯେତେବେଳେ ପହଞ୍ଚିଲୁ ଆମେ ଦେଖିବାକୁ ପଶିଲୁ ଯେତେବେଳେ ହୋଟେଲ ମାଲିକ ଆମକୁ କହିଲେ ନାଇଁ ଏଠି କିଛି ହଉନି ଠିକ ଅଛି କିଛି ହଉନି କହିଲେ ଆମେ କହିଲୁ ଠିକ ଅଛି କିଛି ହଉନି ଆମେ ଦେଖିବୁ ଆମେ ଯାଇ ସବୁ ଆମେ ହଉନି କହିବା ଭିତରେ ସିଏ କଣ କହିଲେ ଆଖି ଠାର ଦେଇଦେଲେ ସମସ୍ତଙ୍କୁ ତା ଭିତରେ ବହୁତ ଜିନିଷ ଏପଟ ସେପଟ ହେଇଗଲା କିଛି ଲୋକ ସାଇଡ ରୁ ପଛ ଗେଟ୍ ଦେଇକି ପଳେଇଲେ ଆମେ ପଶିବା ଭିତରେ କିଛି ଲୋକ ପଳେଇଛନ୍ତି କିଛି ଲୋକ ଆମେ ଧରିଲା ଭିତରେ ପାଇଲୁ ବାଇବେଲ ପାଇଲୁ କିଛି ତାଙ୍କର ଯୋଉ ପାଣି ସବୁ କଣ ମେଡିସିନ କିଛି ତାଙ୍କୁ ସେମାନେ କଣ କୌଣସି ପାଣିକୁ ଆମେ ଜାଣିନୁ ପବିତ୍ର ଜଳ କଣ କହନ୍ତି ଧରିଥିଲେ ତାପରେ କିଛି ଲୋକଙ୍କୁ ଡିଟେନ୍ କଲୁ ଯୋଉମାନେ କନ୍ଧମାଳ ଫୁଲବାଣୀ ଭଦ୍ରକ ଏମିତି କୋଉ ସବୁ ଜାଗାରୁ ଆସିଥିଲେ ଅଲଗା ଜିଲ୍ଲାରୁ ତାଙ୍କୁ ପଚାରୁ ସେମାନେ ଜାଣିବାକୁ ପାଇଲୁ ସେମାନେ ଆସିଥିଲେ ଏଠି ଖ୍ରୀଷ୍ଟିଆନ ପ୍ରୋଗ୍ରାମ ଅଛି କନଭର୍ସନ ହଉଛି ଆଉ ସେମାନେ ଜାଣିନାହାନ୍ତି କଣ ପାଇଁ ସେମାନେ କନଭର୍ସନ ହଉଛି ତାଙ୍କୁ ଏଠି କୁହା ହଉଛି କି ତମକୁ ଆମେ ମେଡିକାଲ ଫେସିଲିଟି ଦବୁ ଜମି ଦବୁ ଘର ଦବୁ ଏଜୁକେସନ ଦବୁ ଆଉ ହିନ୍ଦୁ ଧର୍ମରେ କିଛି ନାହିଁ ଲେଖା ହେଇଛି ଡାଏରୀ ଆପଣ ଦେଖିବେ ଡାଏରୀ ଲେଖା ହେଇଛି ସେମାନେ ହିନ୍ଦୁକୁ ଆଉ ଖ୍ରୀଷ୍ଟିଆନକୁ ଡିଫରେନ୍ସ କରି ଦେଖାଉଛନ୍ତି ହୋଟେଲ ରେ କିଛି ଲୋକ ଆସି ବାହାରୁ ଆସି ସେମାନେ ସ୍ଥାନୀୟ ଲୋକଙ୍କୁ ଡାକିକିରି ଏଠି ଗୋଟେ ମିଟିଂ କରୁଛନ୍ତି କନଭର୍ସନ କରିବା ଉପରେ ତ ଆମେ ଆସି ଦେଖିଲୁ ପ୍ରାୟ ଗୁଡ଼ାଏ ଲୋକ ପଳେଇ ଯାଇଥିଲେ ତ 5-6 ଜଣ ଲୋକଙ୍କୁ ଆମେ ନେଇ ଥାନା ଡିଟେନ୍ କରିଛୁ କିଛି ବାଇବେଲ ବି ମିଳିଛି ଅନ୍ୟ ପୁସ୍ତିକା ବି ମିଳିଛି ତ ସେଗୁଡ଼ାକୁ ଆମେ ରିଟର୍ନ ନେଇଛୁ ଭେରିଫାଇ କଲା ପରେ ଜଣାପଡ଼ିବ ଆକ୍ଚୁଆଲି ଯେ କେଉଁମାନେ ଇନଭଲ୍ଭ ଥିଲେ କ'ଣ କରୁଥିଲେ ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କର ବହୁମୂଲ୍ୟ ନାମରେ ମୋର ଆନ୍ତରିକ ନମସ୍କାର ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ ଆଜିର ଭିଡ଼ିଓରେ ଆମେ ଆଲୋଚନା କରିବା कि से ख्रीस्टियन विरोधी मान अच्छा जो मैंने कि सब बेले चिल्लई कर कहते जे हिंदू धर्म विपदर अच्छे किंतु हिंदू धर्म जदि बा विपदर अच्छी से दायी किए से विषय को लेकिन आम आलोचना करवा तेरे प्रिय बंधुगण बेसी मु विलंब करी ना तेरे जो ख्रीस्टियन विरोधी मैंने भावुंटे जे हिंदू धर्म विपदर अच्छी से ख्रीस्टियन मैंने दायी अटंती कि मुझे सीधा सीधा कही रखुची से ख्रीस्टियन लोक मैंने दायी नुहंती से तुम भली ख्रीस्टियन विरोधी माने ही दायी तुम निज धर्मर लोक मैंने तुम्हें ही दायी जे तुम लोक मैंने तुम धर्म छाड़िकी अन्य धर्म को से पलाउंट दायी किए तुम्हें केमिति मंदिर भीतर तुम्हें प्रवेश करैबनी छोट जातिर लोक मान को भोग जदि देव दूर फिंगब जमती बॉल को फिंगा जाए फिल्ड रे सेमती फिंगब एमिति जदि समान सहित व्यवहार कर मंदिर भीतर पुरई देवनी से कुआड़े जी निहाती से चर्च जी ना मस्जिद जी से लोक मैंने कौन कर तुम धर्म को कौन कर परित्याग कर छाड़ी पलाउं
ଆଉ ସେଥିପାଇଁ ଦାୟୀ ହେଉଛ ତୁମେମାନେ। ତୁମେ ଯେଉଁ ଛୋଟ ବଡ଼ ଉଚ୍ଚ ନିଚର ଯେଉଁ ଭେଦଭାବ ରଖିଛ, ସେଇଥିପାଇଁ ଲୋକମାନେ କ'ଣ କରୁଛନ୍ତି, ତୁମ ଧର୍ମକୁ ଛି ଛି କରୁଛନ୍ତି, ଛେପ ପକାଉଛନ୍ତି, ଅନ୍ୟ ଧର୍ମକୁ ପଳାଉଛନ୍ତି। ଦ୍ୱିତୀୟ କାରଣ ହେଉଛି ବାବା ସାହେବ ଆମ୍ବେଦକର ଆମକୁ ଯେଉଁ ଅଧିକାର ଦେଇଛନ୍ତି, ଧର୍ମଗତ ସ୍ୱାଧୀନତା ଅଧିକାର। ଜଣେ ବ୍ୟକ୍ତି ନିଜ ଇଚ୍ଛା ଅନୁସାରେ ନିଜ ଧର୍ମକୁ ପରିବର୍ତ୍ତନ କରିପାରିବ, ନିଜ ଅନ୍ୟ କୌଣସି ଧର୍ମକୁ ସେ ଯାଇପାରିବ। ସେଥିପାଇଁ ଆମମାନଙ୍କ ପାଖରେ ସାହସ ଅଛି। ଆମେମାନେ ଯୀଶୁଙ୍କ ବିଷୟ ପ୍ରଚାର କରିପାରିବୁ। ଆଉ ଯିଏ ଶୁଣିବ ତା ପାଖରେ ମଧ୍ୟ ସାହସ ଅଛି, ଯେହେତୁ ସମ୍ବିଧାନ ଅଧିକାର ଦେଇଛି। ସେ ନିଜ ଇଚ୍ଛା ଅନୁସାରେ ସେ କୌଣସି ବି ଧର୍ମକୁ ସେ ଯାଇପାରିବ, ଏଥିରେ କୌଣସି ସନ୍ଦେହ ନାହିଁ। ଏଇଟା ହେଉଛି ଦ୍ୱିତୀୟ କାରଣ। ତୃତୀୟ କାରଣ ହେଉଛି ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କୁ ଯେଉଁ ଆଦେଶ ଦେଇଛନ୍ତି, ତୁମେମାନେ ଯାଅ ସମଗ୍ର ଜାତିର ଲୋକଙ୍କୁ ତୁମେ ସୁସମାଚାର ଦିଅ, ସେମାନଙ୍କୁ ଶିଷ୍ୟ କର, ବାପ୍ତିସ୍ମ ଦିଅ। ଏ ସମସ୍ତ ବିଷୟ ଲେଖା ଅଛି ବାଇବେଲରେ। ମାଥିଉ ଲିଖିତ ସୁସମାଚାର ତାର 28 ପର୍ବ 18 ପଦରୁ 20 ପଦ ଭିତରେ। এইটা ଆମ ପ୍ରଭୁ ଆମକୁ ଆଦେଶ ଦେଇଛନ୍ତି, ତୁମେ ଯାଅ ମୋ ବିଷୟରେ ପ୍ରଚାର କର, ସୁସମାଚାର ଘୋଷଣା କର। এইটা ପ୍ରଭୁ ଆମକୁ ଆଦେଶ ଦେଇଛନ୍ତି। ତେବେ ଯେଉଁମାନେ ଭାବୁଛନ୍ତି ଲୋକମାନେ ଧର୍ମ ପରିବର୍ତ୍ତନ କରିଦେଉଛନ୍ତି, ସେମାନଙ୍କୁ ମୁଁ କହିବା ପାଇଁ ଚାହେଁ, ତୁମର ଯଦି କୌଣସି ଭଗବାନ ତୁମକୁ କୌଣସି ଆଦେଶ ଦିଅନ୍ତି କରିବା ପାଇଁ, ତୁମେ କରିବ ନା ନାହିଁ? ନିଶ୍ଚିନ୍ତ ଭାବରେ କରିବ। ସେମିତି ଆମ ପ୍ରଭୁ ଆମକୁ ଆଦେଶ ଦେଇଛନ୍ତି, ତୁମେ ଯାଅ ସୁସମାଚାର ଘୋଷଣା କର, ତୁମେ ଲୋକମାନଙ୍କୁ ଶିଷ୍ୟ କର, ବାପ୍ତିସ୍ମ ଦିଅ। ଏ ସମସ୍ତ ବିଷୟ ପ୍ରଭୁ ଯୀଶୁ ଆମକୁ କ'ଣ କରିଛନ୍ତି? ଆଦେଶ ଦେଇଛନ୍ତି, ଗୋଟେ ଅଧିକାର ବି ଦେଇଛନ୍ତି। ସେ ଆଦେଶକୁ ପାଳନ କରି ଆମେ ଯେତେବେଳେ ସୁସମାଚାର ପ୍ରଚାର କରୁଛୁ, ଯୀଶୁଙ୍କ ବିଷୟରେ ଅନ୍ୟ କହୁଛୁ, ଯଦି ଜଣକୁ ଭଲ ଲାଗିଲା ତେବେ ସେ ଯୀଶୁଙ୍କ ପାଖକୁ ନିହାତି ଆସିବ। ତେବେ ଏମିତି ଭାବରେ ତୁମ ଲୋକମାନେ ନିଜ ଧର୍ମକୁ ହିଁ ପରିତ୍ୟାଗ କରୁଛନ୍ତି। ଆଉ ୟା ଭିତରେ ଆଉ ଗୋଟେ ସତ୍ୟତା ରହିଅଛି। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ଶକ୍ତି ଅଛି। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ମଲା ଲୋକ ମଧ୍ୟ ବଞ୍ଚିଯିବ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ବଡ଼ ବଡ଼ ବେମାର ମଧ୍ୟ ଦୂର ହୋଇଯିବ। এইটা ତୁମ ଖ୍ରୀଷ୍ଟିଆନ ବିରୋଧୀମାନଙ୍କୁ ବିଲକୁଲ ହଜମ ହେବନି, କାରଣ ତୁମେ ସମସ୍ତେ ଅନ୍ଧଭକ୍ତ ନା। ଏସବୁ ତୁମ ଦେହରେ ଯିବ ନାହିଁ। ତେଣୁ ଯଦି କୌଣସି ବ୍ୟକ୍ତି ସେ ଦେଖିଲା ଦେବାଦେବୀମାନଙ୍କ ଠାରେ କୌଣସି ଶକ୍ତି ନାହିଁ, ଯୀଶୁଙ୍କ ଠାରେ ଶକ୍ତି ଅଛି, ତେବେ ସେ କାହିଁକି ସେ ହିନ୍ଦୁ ଧର୍ମରେ ରହିବ? ସେ ହିନ୍ଦୁ ଧର୍ମ ପରିତ୍ୟାଗ କରିବ। ତେବେ ପ୍ରିୟ ବନ୍ଧୁଗଣ, ସମସ୍ତଙ୍କୁ ନମସ୍କାର। ଭିଡ଼ିଓ ଯଦି ଭଲ ଲାଗିଥାଏ ଭିଡ଼ିଓକୁ ସେୟାର କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ପୁଣି ଥରେ ଭେଟ ହେବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ ଆଉ ଗୋଟେ ଅଧ୍ୟାୟରେ। ଧନ୍ୟବାଦ।